বাজা হালকা নিজে আর তিনগো তো ভাই দেখা যাଉଛି ତ দেখা ଯାଉଛି ତ ଚାଲିଛି ଭିଡ଼ିଓ আপଳିଆ ଆସୁନୁ ଆଉ କହ ପଳେଆ ଆସିବୁ ନା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ବାଲିପାଟଣା ଗାଁର ବାହୁକା ନାମକ ଜଣେ ବ୍ୟକ୍ତି ଦୀର୍ଘ 5 ଦିନ ଧରି ନିଖୋଜ ଥିବା ଘଟଣାରେ ଆଜି ଏକ ବଡ଼ ସଫଳତା ମିଳିଛି। ଓଡ୍ରାଫ୍ ଟିମ୍ର ତ୍ୱରିତ ଓ ଦକ୍ଷ ଉଦ୍ଧାର ଅଭିଯାନରେ ନିଖୋଜ ବାହୁକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବାହୁକା ଗତ 5 ଦିନ ଧରି ନିଖୋଜ ଥିଲେ। ବନ୍ୟା ପରିସ୍ଥିତି ଯୋଗୁଁ ଅଞ୍ଚଳରେ ଯାତାୟାତ ଓ ଖୋଜାଖୋଜି କାର୍ଯ୍ୟ ଚ୍ୟାଲେଞ୍ଜିଂ ହୋଇଥିଲା। ତଥାପି ଓଡ୍ରାଫ୍ ଟିମ୍ ନିରନ୍ତର ଭାବେ ଉଦ୍ଧାର ଓ ସନ୍ଧାନ କାର୍ଯ୍ୟ ଜାରି ରଖିଥିଲା। ଶେଷରେ ପ୍ରଜାପତି ପଡ଼ିଆ ଅଞ୍ଚଳରୁ ଓଡ୍ରାଫ୍ ଟିମ୍ ବାହୁକାଙ୍କୁ ଠାବ କରିବାରେ ସଫଳ ହୋଇଥିଲା। ତାଙ୍କୁ ଉଦ୍ଧାର କରିବା ପରେ ତୁରନ୍ତ ବାଲିପାଟଣା ମେଡିକାଲକୁ ନିଆଯାଇ ଭର୍ତ୍ତି କରାଯାଇଛି। ମେଡିକାଲରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ଆବଶ୍ୟକ ଚିକିତ୍ସା ଓ ଯତ୍ନ ପ୍ରଦାନ କରାଯାଉଛି। 5 ଦିନ ପରେ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରାଯିବା ଖବର ପ୍ରକାଶ ପାଇବା ପରେ ବାଲିପାଟଣା ଓ ଧାମନଗର ଅଞ୍ଚଳରେ ଆଶ୍ୱସ୍ତି ପ୍ରକାଶ ପାଇଛି। ବନ୍ୟା ପରିସ୍ଥିତି ମଧ୍ୟରେ ଜୀବନକୁ ବିପଦରେ ପକାଇ ନିଖୋଜ ବାହୁକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଓଡ୍ରାଫ୍ ଟିମ୍ର ତ୍ୱରିତ ସାହସିକ ଓ ପ୍ରଶଂସନୀୟ ଉଦ୍ଧାର କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ବିପଦ ସମୟରେ ଓଡ୍ରାଫ୍ ଟିମ୍ର ଏହି ଉଦ୍ଧାର କାର୍ଯ୍ୟ ପୁଣି ଥରେ ତାଙ୍କର ଦକ୍ଷତା, ସାହସ ଓ ମାନବିକତାର ପରିଚୟ ଦେଇଛି। ଭଦ୍ରକରୁ ପ୍ରଭାକର ବାରିକ ରିପୋର୍ଟ, ଜାଗୃତି ଲାଇଭ୍ ମିଡିଆ।